ସାମ୍ବାଦିକଙ୍କୁ ମରଣାତ୍ମକ ଆକ୍ରମଣ ଅଭିଯୋଗରେ ଦୁଇ ଅଭିଯୁକ୍ତ ଗିରଫ। କୁଜଙ୍ଗ ଥାନା ଅଧୀନ ବାଲିତୁଟ ବଡ଼ବୁଦା ଗ୍ରାମରେ ଦୀର୍ଘଦିନ ଧରି ଚୋରା ମଦ ଓ ବ୍ରାଉନ ସୁଗାର ବ୍ୟବସାୟ ବୃଦ୍ଧି ପାଇଥିଲା। ଏ ସମ୍ପର୍କରେ କାର୍ଯ୍ୟରତ ସାମ୍ବାଦିକ ରମାକାନ୍ତ ଦାସ ଖବର ପ୍ରସାରଣ କରିଥିଲେ। ଏହି ଘଟଣାରେ ଉତ୍କ୍ଷିପ୍ତ ହୋଇ ଚୋରା ନିଶା ବ୍ୟବସାୟୀ ଗୁରିଆ ବେହେରା ଏବଂ ସୁଶୀଲ ବେହେରା ଓ ଅନ୍ୟ ସହଯୋଗୀମାନେ ଖଣ୍ଡା ଭୁଜାଲି ଦ୍ୱାରା ଯୋଜନାବଦ୍ଧ ଭାବରେ କାର୍ଯ୍ୟରତ ସାମ୍ବାଦିକ ରମାକାନ୍ତ ଦାସକୁ ମରଣାନ୍ତକ ଆକ୍ରମଣ କରିବା ଦ୍ୱାରା ରମାକାନ୍ତଙ୍କ ଅବସ୍ଥା ଗୁରୁତର ହେବାରୁ କଟକ ବଡ଼ ମେଡିକାଲରେ ଚିକିତ୍ସିତ ହେଉଛନ୍ତି। କାର୍ଯ୍ୟରତ ସାମ୍ବାଦିକ ରମାକାନ୍ତଙ୍କ ସ୍ତ୍ରୀ ଘଟଣା ସମ୍ପର୍କରେ କୁଜଙ୍ଗ ଥାନାରେ ଲିଖିତ ଅଭିଯୋଗ କରିବା ପରେ କୁଜଙ୍ଗ ପୋଲିସ ଦୁଇ ଆକ୍ରମଣକାରୀଙ୍କୁ ଗିରଫ କରିଛି। ଅନ୍ୟ ସହଯୋଗୀ ଅଭିଯୁକ୍ତମାନଙ୍କୁ 24 ଘଣ୍ଟା ଭିତରେ ଗିରଫ କରିବାକୁ ରାଜ୍ୟ ସାମ୍ବାଦିକ ସଂଘ ଜଗତସିଂହପୁର ଜିଲ୍ଲା କାର୍ଯ୍ୟକାରୀ ସଭାପତି ତପନ କୁମାର ରାଉତରାୟ, ଜିଲ୍ଲା ସାଧାରଣ ସମ୍ପାଦକ ଜ୍ୟୋତିରଞ୍ଜନ ପରିଡ଼ା, ଜମେଶ ଚନ୍ଦ୍ର ଗଚ୍ଛାୟତ, କୁଜଙ୍ଗ ବ୍ଲକର କାର୍ଯ୍ୟରତ ସାମ୍ବାଦିକ ପ୍ରଳୟ ମହାପାତ୍ର, ବାବୁଲି ଚନ୍ଦ୍ର ଦାସ, ସୁବ୍ରତ ମଲ୍ଲିକ, ସନ୍ତୋଷ ମଲ୍ଲ, ସୁଦର୍ଶନ ମଲ୍ଲ, ଶିଶିର ଦାସ ପ୍ରମୁଖ କୁଜଙ୍ଗ ଥାନା ଅଧିକାରୀ ବଂଶୀଧର ପ୍ରଧାନଙ୍କ ସହ ଆଲୋଚନା କରିବା ସହିତ ଅଭିଯୁକ୍ତକୁ ଗିରଫ କରିବା ସହିତ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି। ଜଗତସିଂହପୁରରୁ ଜ୍ୟୋତିରଞ୍ଜନ ପରିଡ଼ାଙ୍କ ରିପୋର୍ଟ। ରାଣୀ ଦାସ ଥାନାରେ ଅଭିଯୋଗ କରିଛି। କାଲି ସ୍ୱାମୀ ଆସିଥିଲେ, ଯାଉଥିଲେ ଆସିଥିଲେ, ତାକୁ ବାଟରେ ମାରିଛନ୍ତି 3 ଜଣ 4 ଜଣ ଯୁବକ ମାରିକି ପକେଇ ଦେଇଛନ୍ତି। ରକ୍ତାଗତ ହେଇକି ଘରେ ପଡ଼ିଥିଲେ। ଘରକୁ ଫୋନ କଲେ, ଘରକୁ ଫୋନ କରିବାର ସତ୍ତ୍ୱେ ଆମେ ଆସିଲୁ। ଆସିକି କୁଜଙ୍ଗ ମେଡିକାଲ ଆଣିଲୁ। କୁଜଙ୍ଗ ମେଡିକାଲ ରେଫର କରିଦେଲା କଟକରେ ସିରିୟସ୍ ହିଁ କାଲି ଆଣିକିରି ଘରେ ଛାଡ଼ିଛୁ, ବେଡ୍ ରେଷ୍ଟ ନେଉଛନ୍ତି। ଥାନାର ଅଭିଯୋଗ କରୁଛୁ ଥାନା ବାଲାଙ୍କୁ, ମୋ ସ୍ୱାମୀକି ନ୍ୟାୟ ଦିଅନ୍ତୁ। ସବୁ ସାମ୍ବାଦିକ ମାନେ ଜଗତସିଂହପୁର ଆଉ କୁଜଙ୍ଗ ଆଉ ରେଶମା ସବୁ ସାମ୍ବାଦିକ ଆସି ସହଯୋଗ କରିଛନ୍ତି। ତାଙ୍କ ସହଯୋଗରେ ମୁଁ ଉପକୃତ ହେବି ବୋଲି ଆଶା କରୁଛି। ଯେତିକି ସାମ୍ବାଦିକ ଭାଇ ଅଛନ୍ତି ତାଙ୍କୁ ସାହାଯ୍ୟ ମାଗିବି। ଆଉ ଯଦି ସାହାଯ୍ୟ ନ କରିବେ ଥାନାରେ ଆସି ଧାରଣା ଦେବି। ଆଉ ଏହା କହୁଛି, ଆଉ କ'ଣ କରିବି।